ଜିଲ୍ଲାପାଳ ଶ୍ରୀ କୁନାଲ ମୋତିରାମ ଚୌହାନଙ୍କ ନିର୍ଦ୍ଦେଶକ୍ରମେ ବ୍ରଜରାଜନଗର ଅଞ୍ଚଳରେ ଖାଦ୍ୟ ନିରାପତ୍ତା ଆଇନ ଉଲ୍ଲଂଘନ ଏବଂ ନିଷିଦ୍ଧ ପ୍ଲାଷ୍ଟିକ ବ୍ୟବହାର ବିରୋଧରେ ଏକ ବ୍ୟାପକ ମିଳିତ ଚଢ଼ାଉ ଅନୁଷ୍ଠିତ ହୋଇଯାଇଛି। ବ୍ରଜରାଜନଗର ପୌର ନିର୍ବାହୀ ଅଧିକାରୀ ଶ୍ରୀ ଚନ୍ଦ୍ରମଣି ସ୍ୱାଇଁଙ୍କ ନେତୃତ୍ୱରେ ପୌରପାଳିକା ଟିମ୍, ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀ କୁନ୍ଦନ ରୋହାର, ପୋଲିସ ଉପନିରୀକ୍ଷକ ଶ୍ରୀ ପ୍ରଦୀପ କୁମାର ସାହୁ, ଅଫିସ ସହାୟକ ଯାଦବ ଦେହେରୀ ଏବଂ ପୌର କର୍ମଚାରୀମାନେ ଏହି ଏନଫୋର୍ସମେଣ୍ଟ ଟିମ୍ରେ ଡ୍ରାଇଭ୍ରେ ସାମିଲ ହୋଇଥିଲେ। ଗତକାଲି ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ବ୍ରଜରାଜନଗରରୁ ଗାନ୍ଧୀଛକ ମଧ୍ୟରେ ଥିବା ପ୍ରାୟ 25ଟି ହୋଟେଲ, ଢାବା, କେଫେ, ରେଷ୍ଟୁରାଣ୍ଟ, ଫାଷ୍ଟଫୁଡ ଷ୍ଟଲ ଓ ଜଳଖିଆ ଦୋକାନ ବ୍ୟାପକ ଯାଞ୍ଚ କରାଯାଇଥିଲା। ଖାଦ୍ୟ ନିରାପତ୍ତା ଏବଂ ମାନକ ଆଇନ ଉଲ୍ଲଂଘନ ଅଭିଯୋଗରେ 7,000 ଟଙ୍କା ଏବଂ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ବାବଦରେ 6,200 ଟଙ୍କା ସମେତ ମୋଟ 22,000 ଟଙ୍କା ଜରିମାନା ଆଦାୟ କରାଯାଇଛି। ଚଢ଼ାଉ ବେଳେ ପ୍ରାୟ 15 କିଲୋଗ୍ରାମ ଅସ୍ୱାସ୍ଥ୍ୟକର ତଥା ବାସି ଖାଦ୍ୟ ଜବତ କରି ନଷ୍ଟ କରାଯାଇଥିଲା। ଏହା ସହିତ ପରୀକ୍ଷାଗାର ବିଶ୍ଳେଷଣ ପାଇଁ 6ଟି ପାନୀୟ ଜଳ ନମୁନା ଏବଂ 3ଟି ପନିର ନମୁନା ସଂଗ୍ରହ କରାଯାଇଛି। ସ୍ୱଚ୍ଛତା ବଜାୟ ରଖିବା ଏବଂ FSSAIର ଶିଡ୍ୟୁଲ 4 ନିୟମାବଳୀ ପାଳନ କରିବା ପାଇଁ 3ଟି ଖାଦ୍ୟ ବ୍ୟବସାୟିକ ପ୍ରତିଷ୍ଠାନକୁ ଇମ୍ପ୍ରୁଭମେଣ୍ଟ ନୋଟିସ ଜାରି କରାଯାଇଛି। ଅନ୍ୟପକ୍ଷରେ ପରିବେଶ ସୁରକ୍ଷା ଦୃଷ୍ଟିରୁ ବେଆଇନ ଭାବେ ବ୍ୟବହୃତ ହେଉଥିବା ପ୍ରାୟ 16ରୁ 25 କିଲୋଗ୍ରାମ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଜବତ କରି ନଷ୍ଟ କରାଯାଇଛି। ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ସହ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ଆଗାମୀ ଦିନରେ ଏହିପରି ଆକସ୍ମିକ ଚଢ଼ାଉ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ